କହିବାକୁ ଗଲେ ସତ୍ୟାନାଶ ରେ ବୁଝିଲା ଆଜ୍ଞା ମୁଁ ହେଲି ଶ୍ରୀ 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 108 ଶ୍ରୀ ଚାଲାକ ମହାନ୍ତି ନା କାହାର ନିଅନ୍ତି ନା କାହାକୁ ଦିଅନ୍ତି ଯେତିକି ବଚିଲା ସବୁ ନିଜ ସାଇଡ୍ ପକେଟରେ ପୁରାନ୍ତି ତେଣୁ ତେଣୁ ଏ 6 ଖଣ୍ଡ ଗାଁ ଲୋକେ ମତେ କହନ୍ତି ଚାଲାକ ମହାନ୍ତି ବୁଝିଲେ ତ ବୁଝିଆ ଲେଖେ ମୁଇଁ ଚତୁରା ଚାଲାକ ମହାନ୍ତି ନାମ ମୋର ମତେ ଜିତଲା ପୋକେ ନାଇଁ ରେ ଚାଲାକ ବୁଢା ମୁଇଁ ରେ ମହାନ୍ତି ବୁଢା ମୁଇଁ ରେ ଚାଲାକ ବୁଢା ମୁଇଁ ରେ ମହାନ୍ତି ବୁଢା ମୁଇଁ ରେ লেখে মুই চতুরা চালাক মহাନ୍ତି নাম মোর দুলিয়া লেখে মুই চতুরা চালাক মহাନ୍ତି নাম মোর মতে জিতলা পোকে নাই রে চালাক বুড়া মুই রে মহাନ୍ତି বুড়া মুই 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 রে धड़ा करती मुई थरा के थरा एक एक करो मोर साइड दे पारा ठोका धड़ा करती मुई थरा के थरा चार चला पड़ला हो मन नजर रे दिन है कि चार फसल अंधार ठोका भरा जाने मुई दया धरो तर नहीं ठोका भरा करे मुई दया धरो मोटे जितला पोके नहीं रे चालाक बुढ़ा मुई रे महती बुढ़ा मुई 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 रे
ମୁଁ କିନ୍ତୁ ଲୋକଙ୍କ ସୁଖ ଦେଖି ସହି ପାରେନି। ମୁଁ ଏମିତି ଫୁଙ୍କ ମାରେ ବେଲେ ବେଲେ ମହାଭାରତ ସୃଷ୍ଟି ହୁଏ। ବୁଝିଲେ ତ? ସବୁ କଥା ଛାଡ଼ ମ। ମୋ ବୁଦ୍ଧି ବିବେକ ଭଲରେ ମୋ ଭଉଣୀ ମାୟାବତୀକୁ ମୁଁ ରାଜା ଘରରେ ବିବାହ ଦେଇଛି। ବୁଝିଲେ ତ? ସବୁ କଥା ଛାଣ ଆଉ ମୋ ଭଉଣୀ ଘରକୁ ଯାଇକି ଖଜା ମିଠା ଟିକେ ଖାଇକି ଆସିବି। ଆସିଛି ତ ତାମାନେ ଖାଇକି ଆସିବି ଆଉ କଣ। କିଛି ବି ଲୋଡ଼ା ନାହିଁ ମତେ। ବନ୍ଧୁ ଚଲକ ମହାନ୍ତି। ନମସ୍କାର ବନ୍ଧୁ, ନମସ୍କାର ନମସ୍କାର ନମସ୍କାର। ଆପଣ ଭଲରେ ଅଛନ୍ତି ତ? ହଁ ମୁଁ ବହୁତ ଭଲରେ ଅଛି। ତମେ କେମିତି ଅଛ ବା? ମୁଁ ପୁରାପୁରି ଭଲରେ ଅଛି ବନ୍ଧୁ। ଆଚ୍ଛା, ହେଲେ ବନ୍ଧୁ ଏ ଟିକେ ଆଗରୁ କଣ ନିଜକୁ ନିଜେ ଏମିତି ଗଣଗଣ ହଉଥିଲା କହିଲ ଟିକେ? ଆପଣ ତ ମୋ କଥା ଜାଣିଛନ୍ତି, ମୁଁ ମନେ ମନେ ଗୁନ କରୁଥାଏ। ଆଚ୍ଛା, ଆପଣ ତ ଜାଣିଛନ୍ତି ଆଉ। ହେଲେ ବନ୍ଧୁ ବନ୍ଧୁ ଆପଣ ତ ମତେ କଣ ହେ ବନ୍ଧୁ ଶୁଣ, ତମେ କେମିତି ବୁଲାବୁଲି କରି ସମୟ ନଷ୍ଟ କରିବ ନା ନିଜକୁ ଆଉ କିଛି ଭାବିଛ? ଆପଣ କିଛି ଭାବିବନି ବନ୍ଧୁ ପାଇଁ, ତାମାନେ ମୁଁ କଣ ଭାବିବି ବନ୍ଧୁ? ଶୁଣ, ମୁଁ ତୁମକୁ ଗୋଟେ କଥା କହିବା ପାଇଁ ଚାହୁଁଛି। କହନ୍ତୁ ବନ୍ଧୁ। ମୋ କଥା ଯଦି ତମେ ରାଜି ହେଇଯିବ ତାହେଲେ ତମେ ରାତାରାତି କୋଟିପତି ହେଇଯିବ। ପନି ଗଲିରେ ବୋପାଲ। ଏ ଭାଇ ଭାଇ ଜାଣିଛୁ ଭାଇ ଜାଣିଛୁ, ଓହୋ ଭଉଣୀ, ଆମକୁ ନା ବିକ୍ରମ କଥାକୁ ମାନିବାକୁ ପଡିବ। ଆରେ ଭାଇ ତୁ ଯଦି ମୋ କଥା ରଖିବୁନି ତାହେଲେ ମୁଁ ଫାଶୀ ଖୁଣ୍ଟରେ ଫାଶୀ ନେଇକି ମରିଯିବି ଭାଇ, ମରିଯିବି। ଦେଖ ବନ୍ଧୁ ଦେଖ। ଶୁଣ ବନ୍ଧୁ, ତମେ ଯଦି ମୋ କଥା ନ ମାନିବ ତାହେଲେ ତମ ଭଉଣୀଟା ଆତ୍ମହତ୍ୟା କରିଦେବ। ହଁ ଭାଇ ହଁ। ଆପଣଙ୍କ କଥା ମୁଁ କଣ ନ ମାନିଛି ବନ୍ଧୁ? ହେଲେ ଶୁଣ, ତମେ ଭଲ ଭାବରେ ଜାଣିଛ ସୁବର୍ଣ୍ଣପୁର ରାଜା ସୁରେନ୍ଦ୍ର ସେନ, ରାଜା ସୁରେନ୍ଦ୍ର ସେନଙ୍କ ମୋ ସାନ ଭାଇ, ମୋ ନାଁଟା ହଉଛି ବିକ୍ରମ ବିକ୍ରମ ସେନ। ବୁଝିଲେ ଭଲ, ନ ବୁଝିଲେ ମୁସଲାଟା ଶୈତାନଟା। ଆପଣଙ୍କୁ ଜାଣିଛି ବନ୍ଧୁ, ଜାଣିଛି। ହେଲେ ଶୁଣ, ଯୋଉ ରାଜକାରଗାର ଭିତରେ ଲାଲା ସାମନ୍ତ ରାୟ ବୋଲି ଗୋଟାଏ ବନ୍ଦୀ ଗୃହ ଭିତରେ ଭର୍ତ୍ତି ହେଇଅଛି, ତା ବିଚାର କରିବା ପାଇଁ ମୁଁ ତୁମ ପାଖକୁ ଆସିଛି। ମୋ ବଡ ଭାଇ ତାକୁ ଆଜୀବନ କାରାଦଣ୍ଡ ପାଇଁ ତାକୁ ଦଣ୍ଡିତ କରିଛନ୍ତି। କିନ୍ତୁ ମୁଁ ମୋ ନିଜ ସ୍ୱାର୍ଥ ପାଇଁ ତାକୁ ରାଜକାରଗାର ଦଣ୍ଡ ଭିତରୁ ମୁଁ ବାହାର କରିବାକୁ ଚାହେଁ। ଏ ଭାଇ ଓହୋ ଭଉଣୀ, ଜାଣିଛୁ ଭାଇ ଜାଣିଛୁ, ସେଥିରେ ବି ମୁଁ ବି ସ୍ୱାର୍ଥ ଅଛି। ଓହୋ, ସବୁ କଥା ହେଲା ଯେ ହଁ ଭାଇ, ସେ ବନ୍ଦୀ ଗୃହର ଚାବିଟା କେ ଆଣିବ ବନ୍ଧୁ? ବନ୍ଦୀ ଗୃହର ଚାବିଟା ତମ ଭଉଣୀ ମାୟାବତୀ ଆଣିବ। ହଁ ଭାଇ ହଁ। ହେଲା। ଜାଣିଛୁ ନା ବନ୍ଦୀ ଗୃହ ଚାବି ଭିତରେ ଆଣିବଟା ଏ ମାୟାବତୀର ବାହାତର ଖେଳ। ହେଲେ ତ ବନ୍ଧୁ ଖେଳଟା ଜମିଲା। ହେଲେ ଶୁଣ, ହୁସିଆରରେ କାମ କରିବାକୁ ପଡିବ। ହେଲୋ, ଏମିତି କାମ କରିବ ମୋ ବଡ ଭାଇ ସୁରେନ୍ଦ୍ର ସେନ ଯେମିତି ଏ କଥା ଯେମିତି ନ ଜାଣେ। ବିଲକୁଲ ଜାଣିଲେନି। ବିକ୍ରମ ଭାଉଜ, ଏ ବିକ୍ରମ, ହଁ ଭାଉଜ, ଜାଣିଛ ମୋ ଭାଇ ନା କେବେ ମଧ୍ୟ କାର୍ଯ୍ୟରେ ଅବହେଳା କରିବନି। ହଁ ଜାଣିଛ
ଭାଉଜ ହେଲେ ଶୁଣ ହଁ ତମ ବଡ ଭାଇକୁ ବୁଝେଇ ଦିଅ ହଁ। ମୋ କାର୍ଯ୍ୟରେ ଯଦି ଅବହେଳା ହେଲା ତା ତଣ୍ଟି ଚିପି ଶେଷ କରିଦେବି। ବିକ୍ରମ ହଁ। ତମେ ତ ଜାଣିଛ ମାୟାବତୀର ମରାମତି ପା ହେଲେ ଶୁଣ ଏଠି ସମୟ ଡେରି ନ କରି ଚାଲ ଆମ କାର୍ଯ୍ୟରେ ଆମେ ଲାଗି ପଡିବା। ହଉ ବନ୍ଧୁ ଭଉଣୀ ଚାଲ ଯିବା ଆଉ ଭାଉଜ ଶୁଣ ଏଇନେ ତମ ଭାଇକୁ ନେଇ ସେଇ ବନ୍ଦ କାରାଗାରର ଚାବି କାଠିକୁ ଦେଇଦିଅ। ଚାଲ ତମେ ମୁଁ ତମ ପଛରେ ଆସୁଛି। ଏ ବିକ୍ରମୀ ହଁ ଭାଉଜ ତାହେଲେ ମୁଁ ଆସୁଛି ଠିକ ଅଛି ଭାଉଜ। ଚାବି ମିଳିଥିଲା ନା ମୁଁ ଆଣିକି ତମ ହାତରେ ଧରେଇ ଦେବି ଠିକ ଅଛି ଭାଉଜ। ଆ! ନାଇଁ ଏଥର ଏ ବିକ୍ରମ ସେନର ଖେଳଟା ବର୍ତ୍ତମାନ ଆରମ୍ଭ ହେଲା। ଦରକାର ନାହିଁ ମୋ ଭାଇ କେବଳ ମତେ ଦରକାର এই ସୁବର୍ଣ୍ଣପୁରର ରାଜବାଟୀ। ଆଉ ଯଦି ରାଜବାଟୀଟା ମୋ ହାତକୁ ନ ଆସେ ଦରକାର ପଡ଼ିଲେ ମୋ ଭାଇ ସୁରେନ୍ଦ୍ର ସେନକୁ ସବୁଦିନ ପାଇଁ ରାମ ନାମ ସତ୍ୟ ହେ କରିଦେବି। ଏଥର ବିକ୍ରମ ସେନର ଖେଳଟା ଆରମ୍ଭ ହେଲା।